ଷଷ୍ଠ ଶ୍ରେଣୀ ଆମ ସାହିତ୍ୟ ବହିର ଏକାଙ୍କିକା ରାଜୋଚିତ ବ୍ୟବହାର ଆର ନାଟ୍ୟକାର ହେଲେ ଶାରଦା ପ୍ରସନ୍ନ ନାୟକ। ବର୍ତ୍ତମାନ ପ୍ରଥମେ ଜାଣିବା ଏହି ନାଟ୍ୟକାରଙ୍କ ପରିଚୟ ବିଷୟରେ। କଟକରେ ଜନ୍ମିତ ଶାରଦା ପ୍ରସନ୍ନ ନାୟକ 1926ରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ସୌଖିନ ନାଟ୍ୟଶିଳ୍ପୀ ଭାବରେ ଓଡ଼ିଶାର ପୁରପଲ୍ଲୀରେ ସୁପରିଚିତ ଅଟନ୍ତି। କଟକ ଆକାଶବାଣୀ ଓ ଦୂରଦର୍ଶନ ବିଭାଗରେ ଜଣେ ପ୍ରଯୋଜକ ଭାବରେ କାର୍ଯ୍ୟ କରି ଅବସର ଗ୍ରହଣ କରିଛନ୍ତି। ତାଙ୍କ ରଚିତ ସୁନାମାଟି ପରିଶୋଧ, ଲକ୍ଷ୍ମୀ ପତ୍ନୀ ଆଦି ନାଟକ ଓ ଶ୍ରୀଗୁଣ୍ଡିଚା ଭଳି ଗୀତିନାଟ୍ୟ ଓଡ଼ିଶାର ପାଠକ ତଥା ଶ୍ରୋତାଙ୍କ ନିକଟରେ ବେଶ୍ ଆଦୃତ ଲାଭ କରିଛି। ନାଟକ ବ୍ୟତୀତ ସେ ଜଣେ ଜଣାଶୁଣା ଗୀତିକାର ଭାବରେ ଓଡ଼ିଶାରେ ଜଣା। ଉକ୍ତ ରାଜୋଚିତ ବ୍ୟବହାର ଏକାଙ୍କିକାଟି ଏକ ଐତିହାସିକ ପୃଷ୍ଠଭୂମି ଉପରେ ରଚିତ। ଏଥିରେ ମହାବୀର ଆଲେକଜାଣ୍ଡର ପୁରୁଙ୍କୁ କିପରି ରାଜୋଚିତ ବ୍ୟବହାର ପ୍ରଦର୍ଶନ କରିଛନ୍ତି ଓ ତାଙ୍କର ରାଜ୍ୟକୁ ଫେରାଇ ଦେଇ ସମ୍ମାନ ପ୍ରଦର୍ଶନ କରିଛନ୍ତି ତାହା ସୁନ୍ଦର ଭାବରେ ବର୍ଣ୍ଣିତ ହୋଇଛି। ତାହେଲେ ଆସ ପ୍ରଥମେ ଦେଖିବା ପ୍ରଥମ ଦୃଶ୍ୟ। ପୁରୁ ରାଜାଙ୍କର ରାଜପ୍ରାସାଦର ଅଭ୍ୟନ୍ତର। ଦରବାର କକ୍ଷରେ ଚିନ୍ତିତ ଭାବରେ ପଦଚାରଣ କରୁଛନ୍ତି ରାଜା ପୁରୁ। ଏତିକି ବେଳେ ପ୍ରହରୀ ପ୍ରବେଶ କରି ରାଜାଙ୍କୁ ପ୍ରଣାମ କଲା। ମହାରାଜ ସେନାପତି ଆସିବା ପାଇଁ ବାହାରେ ଅପେକ୍ଷା କରିଛନ୍ତି। ଭିତରକୁ ଆସିବା ପାଇଁ କୁହ। ପ୍ରହରୀ ପୁଣି ଥରେ ପ୍ରଣାମ ଜଣାଇ ଚାଲିଗଲା। କିଛି ସମୟ ପରେ ପ୍ରବେଶ କଲେ ସେନାପତି। ସମ୍ବାଦ କ'ଣ ସେନାପତି? ଗ୍ରୀସର ରାଜା ଆଲେକଜାଣ୍ଡର ଅତି ଦ୍ରୁତ ଗତିରେ ଆଗେଇ ଆସୁଛନ୍ତି ମହାରାଜ। ସମଗ୍ର ଭାରତକୁ ଜୟ କରିବା ତାଙ୍କର ଇଚ୍ଛା। ଆମ ଦେଶର ଅନେକ ରାଜ୍ୟର ରାଜା ଜଣକ ପରେ ଜଣେ ପରାସ୍ତ ହୋଇ ତାଙ୍କର ଅଧୀନତା ସ୍ୱୀକାର କରିସାରିଲେଣି। ସ୍ୱର୍ଣ୍ଣ ପ୍ରସୁ ବୀର ଭୂମି ଭାରତ, ଏ ଦେଶର ଶିକ୍ଷା, ସଂସ୍କୃତି ଓ ପରମ୍ପରା ମହାନ। ଏହାର ସୁନାମ ସାରା ଜଗତରେ ପ୍ରଚାରିତ। ଭାରତର ଧନ ସମ୍ପତ୍ତିରେ ଆକୃଷ୍ଟ ହୋଇ ସୁଦୂର ଗ୍ରୀସ ଦେଶରୁ ଆଗେଇ ଆସିଛନ୍ତି ଆଲେକଜାଣ୍ଡର। ଦୁଃଖ ଲାଗେ ସେନାପତି। ବୀର ଓ ବୀରାଙ୍ଗନା ମାନଙ୍କର ଭୂମି ଏହି ଭାରତବର୍ଷର ରାଜ୍ୟ ମଧ୍ୟରେ ଏକତା ଓ ବୁଝାମଣା ନଥିବାରୁ ଆମର ଆଜି ଏଭଳି ପରାଜୟ ଘଟୁଛି। ବିତସ୍ତା ଓ ବିପାଶା ନଦୀ ଦ୍ୱୟର ମଧ୍ୟବର୍ତ୍ତୀ ଅଞ୍ଚଳରେ ଆମର ଏହା ଗୋଟିଏ କ୍ଷୁଦ୍ର ରାଜ୍ୟ ହେଲେ ମଧ୍ୟ ଆମେ କେବେ ପଛ ଘୁଞ୍ଚା ଦେବା ନାହିଁ। ମୁଁ ପଣ କରୁଛି, ମୋ ଶରୀରରେ ଶେଷ ରକ୍ତ ବିନ୍ଦୁ ଥିବା ପର୍ଯ୍ୟନ୍ତ ମୁଁ ଲଢ଼ିବି। ଆଲେକଜାଣ୍ଡରଙ୍କୁ ଏ ମାଟିରୁ ବିତାଡ଼ିତ ନ କରିବା ପର୍ଯ୍ୟନ୍ତ ମୁଁ କେବେ ଶାନ୍ତିରେ ରହିପାରିବି ନାହିଁ। ମୁଁ କେବେ ଶାନ୍ତିରେ ରହିପାରିବି ନାହିଁ। କିନ୍ତୁ ମଣିମା, ଆଲେକଜାଣ୍ଡରଙ୍କ ସୈନ୍ୟବଳ ଅପରିସୀମ। ସେମାନେ ଯେପରି ଯୁଦ୍ଧ ବିଦ୍ୟାରେ ସୁଶିକ୍ଷିତ, ସେହିପରି ସୁଶୃଙ୍ଖଳ। ସେନାପତି, କା ପୁରୁଷ ମୃତ୍ୟୁ ପୂର୍ବରୁ ସହସ୍ରବାର ମୃତ୍ୟୁବରଣ କରିଥାଏ। ବର୍ତ୍ତମାନ ହତୋତ୍ସାହ ହେବାର ବେଳ ନୁହେଁ। ଜନନୀ ଜନ୍ମଭୂମି ନିମନ୍ତେ ପ୍ରାଣ ଉତ୍ସର୍ଗ କରିବା ପାଇଁ ସମସ୍ତ ଦେଶବାସୀଙ୍କୁ ଆହ୍ୱାନ କର। ଆମର 50,000 ପଦାତିକ, 3,000 ଅଶ୍ୱାରୋହୀ, 1,000 ଗଜାରୋହୀଙ୍କୁ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ କୁହ।
ଯାଅ ସେନାପତି, ବିଳମ୍ବ କର ନାହିଁ। ସେନାପତି ଅଭିବାଦନ କରି ଚାଲିଗଲେ। ପୁରୁ କ୍ରୋଧରେ ଉତ୍ତେଜିତ ଭାବେ ପଦଚାଳନା କରିବାକୁ ଲାଗିଲେ। ବର୍ତ୍ତମାନ ଆସ ଶୁଣିବା ଦ୍ୱିତୀୟ ଦୃଶ୍ୟ। ଏହି ଦୃଶ୍ୟରେ ଶତଦ୍ରୁ ନଦୀ କୂଳରେ ଆଲେକଜାଣ୍ଡରଙ୍କ ସୈନ୍ୟ ଶିବିର। ଆଲେକଜାଣ୍ଡର ନିଜ ହାତରେ ଭାରତର ଗୋଟିଏ ମାନଚିତ୍ର ଧରି ଦେଖୁଛନ୍ତି। ପାଖରେ ଠିଆ ହୋଇଛନ୍ତି ତାଙ୍କ ସେନାପତି ସେଲ୍ୟୁକାସ୍। ସେଲ୍ୟୁକାସ୍, ସମ୍ରାଟ, ଶୁଣୁଛି ଝେଲମ ନଦୀ କୂଳରେ ଥିବା ଗୋଟିଏ କ୍ଷୁଦ୍ର ରାଜ୍ୟର ରାଜା ପୁରୁ ଆମ ପରାକ୍ରମୀ ସୈନ୍ୟ ବାହିନୀକୁ ପ୍ରତିରୋଧ କରିବାର ଆୟୋଜନ କରୁଛନ୍ତି। ତାଙ୍କର ସାହସ ତ କମ୍ ନୁହେଁ। ତୁମେ ତାଙ୍କ ପାଖକୁ ଦୂତ ପଠାଇ ତାଙ୍କୁ ବାରଣ କର। ଯଥା ଆଜ୍ଞା ସମ୍ରାଟ। ହଁ, ଶୁଣ, ପୁରୁ ରାଜାଙ୍କୁ ଆହୁରି ମଧ୍ୟ ଜଣାଇଦେବ, ତାଙ୍କର ଏକ କ୍ଷୁଦ୍ର ରାଜ୍ୟକୁ ଜୟ କରିଦେଲେ ଯେ ଆମର ଅଭିଯାନ ଶେଷ ହୋଇଯିବ ତାହା ନୁହେଁ। ସମଗ୍ର ଭାରତ ବର୍ଷକୁ ଜୟ କରିବା ହେଉଛି ଆମର ଅଭିପ୍ରାୟ। ଯଦି ପୁରୁ ରାଜା ମୋ ପାଖରେ ଆସି ଆତ୍ମସମର୍ପଣ କରନ୍ତି, ତେବେ ଆଉ ଅଯଥା ଯୁଦ୍ଧ ଓ ରକ୍ତପାତ ଘଟିବ ନାହିଁ। ବରଂ ଆମ ବିରୋଧରେ ସେ ଯୁଦ୍ଧ ଘୋଷଣା କରିଥିବାରୁ ମୁଁ ତାଙ୍କୁ କ୍ଷମା କରିଦେବି। ସେଲୁକାସ୍ ଚାଲିଗଲେ। ଆଲେକଜାଣ୍ଡର ଦମ୍ଭର ସହିତ ପଦଚାଳନା କରୁ କରୁ ମନକୁ ମନ କହିବାକୁ ଲାଗିଲେ, ମୋର ବହୁଦିନର ବାସନା ଆଜି ପୂର୍ଣ୍ଣ ହେବାକୁ ଯାଉଛି। ସ୍ୱର୍ଣ୍ଣପ୍ରସୂ ଭାରତ ଭୂମି ବିଷୟରେ ପିଲାଦିନରୁ କେତେ କେତେ କଥା ମୁଁ ଶୁଣିଥିଲି। ଏ ଦେଶର ମାଟିରେ ସୁନା ଫଳେ, ଏ ଦେଶ ଘିଅ ମହୁରେ ପରିପୂର୍ଣ୍ଣ। ଆଜି ଏହି ମହାନ ଦେଶ ମୋର କରଗତ ହେବାକୁ ଯାଉଛି। ସମଗ୍ର ଭାରତକୁ ଜୟ କରି ମୁଁ ହେବି ଦିଗ୍ବିଜୟୀ ସମ୍ରାଟ। ହା 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 ହା। ବର୍ତ୍ତମାନ ତୃତୀୟ ଦୃଶ୍ୟରେ ଦେଖିବା, ଦରବାରରେ ଉପବେଶନ କରିଛନ୍ତି ପୁରୁ ରାଜା। ପାଖରେ ଦଣ୍ଡାୟମାନ ହୋଇଛନ୍ତି ସେନାପତି। କିଛି ଦୂରରେ ଦଣ୍ଡାୟମାନ ଆଲେକଜାଣ୍ଡରଙ୍କ ଦୂତ। ଆଲେକଜାଣ୍ଡର ପଠାଇଥିବା ଚିଠିଟି ପୁରୁ ରାଜା ହାତରେ ଧରିଛନ୍ତି। ହା 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 ହା। ଆତ୍ମସମର୍ପଣ। ଆଲେକଜାଣ୍ଡର ଏହି ପତ୍ରରେ ମୋତେ ଲେଖିଛନ୍ତି ଆତ୍ମସମର୍ପଣ କରିବାକୁ। ସେ ଜାଣନ୍ତି ନାହିଁ ଏହି ମହାନ ଭାରତ ଭୂମି ହେଉଛି ବେଦ ଉପନିଷଦର ଦେଶ। ଏ ଦେଶ ରାମାୟଣ ଓ ମହାଭାରତର ଦେଶ। ଆଲେକଜାଣ୍ଡର ଅତିଥି ଭାବରେ ଆସିଥିଲେ, ମୁଁ ତାଙ୍କୁ ସମ୍ମାନର ସହିତ ପାଛୋଟି ଆଣିଥାନ୍ତି। କିନ୍ତୁ ସେ ଆସିଛନ୍ତି ଜଣେ ଆକ୍ରମଣକାରୀ ଭାବରେ, ରାଜ୍ୟ ବିସ୍ତାର କରିବାର ଅଭିଳାଷ ନେଇ। ଯୁଦ୍ଧ ନ କରି ତାଙ୍କ ନିକଟରେ ଆତ୍ମସମର୍ପଣ କରିବା ହେବ ଚରମ ଭୀରୁତା ଓ କାପୁରୁଷତା। ଫେରିଯାଅ ଦୂତ, କହିଦିଅ ତୁମର ସମ୍ରାଟଙ୍କୁ, ପୁରୁ ରାଜା ଏହି ମହାନ ଦେଶର ସମ୍ମାନକୁ ଜଣେ ବିଦେଶୀ ଆକ୍ରମଣକାରୀର ପାଦ ତଳେ ଲୋଟାଇ ଦେବାକୁ ଚାହେଁ ନାହିଁ। ଯୁଦ୍ଧ ଅବଶ୍ୟ ହେବ। ପୁରୁ ରାଜା ତାର ସମସ୍ତ ଶକ୍ତି ପ୍ରୟୋଗ କରି ଆକ୍ରମଣର ଜବାବ ଦେବ। ଥରେ ଚିନ୍ତା କରନ୍ତୁ ପୁରୁରାଜ, ମହାବୀର ଆଲେକଜାଣ୍ଡରଙ୍କ ଶକ୍ତିଶାଳୀ ସୈନ୍ୟବାହିନୀ ଆଗରେ ଆପଣ ଠିଆ ହୋଇପାରିବେ ନାହିଁ। ବରଂ ଆତ୍ମସମର୍ପଣ କରିଯିବା ବୁଦ୍ଧିମାନ କାର୍ଯ୍ୟ ହେବ। ତୁମେ ସାମାନ୍ୟ ଜଣେ ଦୂତ, ଉପଦେଶ ଦେବାର ଅଧିକାର ତୁମର ନାହିଁ। ଏହି ଦୂତର ଦୁଃସାହସ ତ କମ୍ ନୁହେଁ। ଆଦେଶ କରନ୍ତୁ ମହାରାଜ, ଏହି ଦୂତକୁ ବାନ୍ଧି କାରାଗାରରେ ନିକ୍ଷେପ କରିବି। ନା ସେନାପତି, ଦୂତ କେବଳ ଜଣେ ପ୍ରତିନିଧି। ତାଙ୍କୁ ବନ୍ଦୀ କରିବା ଆମ ଦେଶର ପରମ୍ପରା ବିରୋଧୀ। ତାଙ୍କର ବାଚାଳତାକୁ ବରଂ କ୍ଷମା କରିଦିଅ। ଯାଅ, ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇଯାଅ।
ମୁଁ ତେବେ ଫେରି ଯାଉଛି। ହଁ ହଁ, ତୁମକୁ ଫେରି ଯିବାକୁ ହେବ। ତୁମ ସମ୍ରାଟଙ୍କୁ ଯାଇ କହିଦିଅ, ଏଭଳି ଅପମାନଜନକ ପ୍ରସ୍ତାବ ଆମ ପକ୍ଷେ କଦାପି ଗ୍ରହଣୀୟ ନୁହେଁ। ଆମେ ଯୁଦ୍ଧ ପାଇଁ ପ୍ରସ୍ତୁତ, ଆମେ ଯୁଦ୍ଧ ପାଇଁ ପ୍ରସ୍ତୁତ। ଦୂତ ଫେରିଗଲା। ସେନାପତି ଚାଲିଗଲେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ। ବର୍ତ୍ତମାନ ଦେଖିବା ଚତୁର୍ଥ ଦୃଶ୍ୟ। ଦୁଇ ଦେଶର ସୈନ୍ୟଙ୍କ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶିବିର ଆଗରେ ଆଲେକଜାଣ୍ଡର ଓ ତାଙ୍କ ସେନାପତି ସେଲୁକାସ୍ ଠିଆ ହୋଇ ଯୁଦ୍ଧର ଗତିବିଧି ଲକ୍ଷ୍ୟ କରୁଛନ୍ତି। ଦୂରରୁ ଯୁଦ୍ଧର କୋଳାହଳ ଶୁଣାଯାଉଛି। ଦେଖୁଛ ଦେଖୁଛ ସେଲୁକାସ୍, ପୁରୁ ରାଜାଙ୍କର ବୀରତ୍ୱ। ଗୋଟିଏ କ୍ଷୁଦ୍ର ରାଜ୍ୟର ରାଜା ହେଲେ ମଧ୍ୟ ସାହସିକତା ଓ କୌଶଳର ସହିତ ସେ କିପରି ସୈନ୍ୟ ଚାଳନା କରୁଛନ୍ତି। ଦକ୍ଷିଣ ପାର୍ଶ୍ୱରେ ଥିବା ଆମ ଘେରକୁ ଭେଦ କରି କିଭଳି ବୀର ଦର୍ପରେ ତାଙ୍କ ସୈନ୍ୟମାନେ ମାଡ଼ି ଆସୁଛନ୍ତି। ଓଃ, ଲଢୁଆ ହାତୀମାନଙ୍କ ପାଦ ତଳେ ଆମ ସୈନ୍ୟମାନେ କିପରି ଦଳି ହୋଇଯାଉଛନ୍ତି। ତାହା ହିଁ ତ ଦେଖୁଛି ସମ୍ରାଟ। ପୁରୁଙ୍କ ପାଖରେ ବୋଧେ ଆମକୁ ପରାଜୟ ସ୍ୱୀକାର କରିବାକୁ ପଡ଼ିବ। ନା ନା, ସେ କଥା ହୋଇପାରିବ ନାହିଁ। ଆମକୁ କିଛି ଗୋଟାଏ କୌଶଳ ଅବଲମ୍ବନ କରିବାକୁ ହେବ। କି କୌଶଳ ସମ୍ରାଟ? କାଳ ବିଳମ୍ବ ନ କରି ସୈନ୍ୟମାନଙ୍କୁ ନିର୍ଦ୍ଦେଶ ଦିଅ, ସେମାନେ ଏଥର ଶତ୍ରୁ ପକ୍ଷର ହାତୀମାନଙ୍କ ଉପରକୁ ତୀର ଓ ବର୍ଚ୍ଛା ପ୍ରୟୋଗ କରନ୍ତୁ। ତାହେଲେ ହାତୀମାନେ କ୍ଷତ ବିକ୍ଷତ ହୋଇ ପଛ ଘୁଞ୍ଚା ଦେଇ ପଳାୟନ କରିବେ। ପଳାୟନ କରିବା ବେଳେ ନିଜ ପକ୍ଷର ସୈନ୍ୟମାନଙ୍କୁ ହିଁ ଦଳି ଚକଟି ଦେବେ। ତାହେଲେ ଭାରତୀୟ ସୈନ୍ୟମାନେ ଆଉ ଆଗେଇ ପାରିବେ ନାହିଁ। ଯୁଦ୍ଧରେ ଜୟ କରିବା ଆମମାନଙ୍କ ପକ୍ଷେ ସହଜ ହେବ। କିନ୍ତୁ ସମ୍ରାଟ, ଅସ୍ତ୍ରହୀନ ପଶୁମାନଙ୍କ ଉପରେ ତୀର ପ୍ରୟୋଗ କରିବା ଯୁଦ୍ଧ ନୀତିର ବିରୁଦ୍ଧ ଅଟେ। ନୀତି, ନିୟମ, ଆଦର୍ଶ ଇତ୍ୟାଦି ଭାରତୀୟ ସୈନ୍ୟମାନଙ୍କୁ ସାଜେ, ଆମକୁ ନୁହେଁ। ଆମର ଲକ୍ଷ୍ୟ ଯେକୌଣସି ଉପାୟରେ, ଯେକୌଣସି ପନ୍ଥାରେ ଯୁଦ୍ଧ ଜୟ କରିବା। ତୁମେ ଯାଅ ସେନାପତି, ବିଳମ୍ବ କଲେ ଆମର ବିଜୟ ଆଶା ଧୂଳିସାତ ହୋଇଯିବ। ମୋର ଆଦେଶ କାର୍ଯ୍ୟକାରୀ କର। ସେଲୁକାସ୍ ଦ୍ରୁତ ଗତିରେ ଚାଲିଗଲେ। ଆଲେକଜାଣ୍ଡର ବିଚଳିତ ଭାବରେ ଶିବିର ଆଗରେ କେବଳ ପଦଚାରଣ କରିବାକୁ ଲାଗିଲେ। ଦୂରରୁ ଖାଲି ଶୁଭୁଥାଏ, ଜୟ ମହାରାଜ ପୁରୁଙ୍କର, ଜୟ ଜୟ ମହାରାଜ ପୁରୁଙ୍କର, ଜୟ। ନା ନା, ଏ ଜୟ ଧ୍ୱନି ମୁଁ ସହିପାରିବି ନାହିଁ। ଏହା ମୋ ପାଇଁ ଅସହ୍ୟ। ଆମକୁ ଯେକୌଣସି ଉପାୟରେ ଜୟ କରିବାକୁ ହେବ, ଯେକୌଣସି ଉପାୟରେ ଜୟ କରିବାକୁ ହେବ। ଦୂରରେ କୋଳାହଳ ବଢ଼ିଗଲା। କ୍ରମେ କ୍ରମେ ପୁରୁ ରାଜାଙ୍କର ଜୟଧ୍ୱନି ନୀରବ ହୋଇ ଆସିଲା। ଏତିକି ବେଳେ ଫେରି ଆସିଲେ ସେଲୁକାସ୍। ଖୁସିର ସହ କହୁଛନ୍ତି, ସମ୍ରାଟ ସମ୍ରାଟ। ସମ୍ବାଦ କ'ଣ ସେଲୁକାସ୍? ଆପଣଙ୍କ ନିର୍ଦ୍ଦେଶ ଠିକ୍ ଭାବରେ କାର୍ଯ୍ୟକାରୀ ହୋଇଛି। ଭାରତୀୟ ସୈନ୍ୟବାହିନୀର ହାତୀମାନଙ୍କ ଉପରକୁ ଅସ୍ତ୍ର ପ୍ରୟୋଗ କରିବା ଫଳରେ ସେମାନେ କ୍ଷତବିକ୍ଷତ ହୋଇ ପୃଷ୍ଠଭଙ୍ଗ ଦେଇ ପଳାଇ ଯାଇଛନ୍ତି। ଗଲାବେଳେ ତାଙ୍କ ନିଜ ପକ୍ଷର ସୈନ୍ୟମାନଙ୍କୁ ଦଳି ଚକଟି ଦେଇ ଯାଇଛନ୍ତି। ଯୁଦ୍ଧକ୍ଷେତ୍ରରେ ପୁରୁରାଜ ବର୍ତ୍ତମାନ ଶକ୍ତିହୀନ ଓ ଏକାକୀ। ଆଦେଶ କଲେ ତାହାଙ୍କୁ ଆପଣଙ୍କ ପାଖରେ ଆଣି ହାଜର କରିବୁ। ସାବାସ ସାବାସ ସେନାପତି, ଆମର ତେବେ ଜୟ ହୋଇଛି। ତୁମେ ଏବେ ଯାଇ ପୁରୁଙ୍କୁ ମୋ ସମ୍ମୁଖକୁ ନେଇ ଆସ। ସେନାପତି ଚାଲି ଯାଉଥିଲେ। ହଁ, ଶୁଣ, ପୁରୁ ରାଜାଙ୍କୁ ବନ୍ଦୀ କରି ଆଣିବ ନାହିଁ। ପରାଜିତ ହେଲେ ମଧ୍ୟ ସେ ଜଣେ ଦେଶପ୍ରେମୀ ବୀର। ତାଙ୍କୁ ସମ୍ମାନର ସହିତ ଶିବିରକୁ ନେଇ ଆସ। ସେନାପତି ଚାଲିଗଲେ। ଆସ ବର୍ତ୍ତମାନ ଦେଖିବା ଶେଷ ଦୃଶ୍ୟ। ଶିବିର ମଧ୍ୟରେ ଗୋଟିଏ ଆସନ ଉପରେ ବସିଛନ୍ତି ଆଲେକଜାଣ୍ଡର। ତାଙ୍କ ଦୁଇ ପାଖରେ ଠିଆ ହୋଇଛନ୍ତି ଦୁଇ ଜଣ ପ୍ରହରୀ। ଏହି ସମୟରେ ସେଲୁକାସ୍ ସାଙ୍ଗରେ ପ୍ରବେଶ କଲେ ପୁରୁ।
ପୁରୁରାଜ, ଯୁଦ୍ଧ ପୂର୍ବରୁ ଆତ୍ମସମର୍ପଣ କରିବାକୁ ମୁଁ ଦୂତ ହାତରେ ଖବର ପଠାଇଥିଲି। ଆପଣ ମୋ ପ୍ରସ୍ତାବକୁ ଗ୍ରହଣ ନ କରି ଦୂତକୁ ଫେରାଇ ଦେଇଥିଲେ। ଆଜି କିନ୍ତୁ ଆପଣ ପରାଜିତ, ମୋ ନିକଟରେ ବନ୍ଦୀ। ପରାଜୟକୁ ମୁଁ ସ୍ୱୀକାର କରୁଛି। ଏବେ କୁହନ୍ତୁ, ମୋ ଠାରୁ ଆପଣ କି ପ୍ରକାର ବ୍ୟବହାର ଆଶା କରୁଛନ୍ତି? ମୁଁ ପରାଜିତ ହେଲେ ମଧ୍ୟ ଗୋଟିଏ ସ୍ୱାଧୀନ ରାଜ୍ୟର ନରପତି, ତେଣୁ ମୁଁ ଚାହେଁ ରାଜୋଚିତ ବ୍ୟବହାର। ଅର୍ଥାତ୍ ଜଣେ ରାଜା ଆଉ ଜଣେ ରାଜା ପ୍ରତି ଯେଉଁ ପ୍ରକାର ବ୍ୟବହାର ପ୍ରଦର୍ଶନ କରିବା ଉଚିତ, ମୁଁ ଆପଣଙ୍କ ଠାରୁ ସେଇଭଳି ବ୍ୟବହାର ଆଶା କରେ। ନିଜ ଆସନରୁ ଉଠି ପଡ଼ିଛନ୍ତି। ଧନ୍ୟ ଧନ୍ୟ ପୁରୁରାଜ, ଆପଣ ପ୍ରକୃତରେ ହେଉଛନ୍ତି ଭାରତ ମାଟିର ବୀର ସନ୍ତାନ। ଆଜି ମୁଁ ଅନୁଭବ କରୁଛି ଯେ ସୁଜଳା ସୁଫଳା ଶସ୍ୟ ଶ୍ୟାମଳା ଭାରତବର୍ଷ ପ୍ରକୃତରେ ବୀରମାନଙ୍କର ଲୀଳାଭୂମି। ପରାଜିତ ହେଲେ ମଧ୍ୟ ଆପଣଙ୍କର ମନୋବଳ ଦୃଢ଼ ରହିଛି। ଆପଣ ଆଜିଠାରୁ ହେଲେ ମୋର ବନ୍ଧୁ। ଏହାପରେ ସେଲୁକାସଙ୍କ ଆଡ଼କୁ ଚାହିଁ, ସେଲୁକାସ ସମ୍ରାଟ, ମୋର ବନ୍ଧୁ ପୁରୁଙ୍କୁ ତାଙ୍କ ରାଜ୍ୟ ଫେରାଇ ଦିଅ। ସମ୍ମାନର ସହିତ ତାଙ୍କୁ ନେଇ ତାଙ୍କ ଶିବିରରେ ପହଞ୍ଚାଇ ଦିଅ। ମହାବୀର ଆଲେକଜାଣ୍ଡର କ'ଣ ମୋ ପ୍ରତି ଦୟା କରୁଛନ୍ତି? ନା ନା ପୁରୁରାଜ, ଆପଣ ସେଭଳି ଭାବନ୍ତୁ ନାହିଁ। ମୋତେ ଆଉ ଲଜ୍ଜା ଦିଅନ୍ତୁ ନାହିଁ। ମୁଁ ମୋର ଗର୍ବ ଓ ଅହଙ୍କାରର ଉତ୍ତର ପାଇସାରିଛି। ଏ କ'ଣ କହୁଛନ୍ତି ସମ୍ରାଟ? ସମଗ୍ର ହିନ୍ଦୁସ୍ତାନ ଉପରେ ଜୟ ପତାକା ଉଡ଼ାଇବା ଯେ ଆମର ଇଚ୍ଛା। ସେ ଇଚ୍ଛାକୁ ପରିତ୍ୟାଗ କର ସେନାପତି। ଏହି ବୀରଭୂମିରେ ଆଉ ପାଦେ ହେଲେ ଅଗ୍ରସର ହେବା ଆମ ପକ୍ଷେ ଉଚିତ ହେବ ନାହିଁ। ଆମେ ଏବେ ଫେରିଯିବା ଆମ ଦେଶକୁ। ଯାଆନ୍ତୁ ବନ୍ଧୁ ପୁରୁରାଜ, ଆପଣ ନିଜର ଏହି ବୀରତ୍ୱ, ସାହସିକତା ଓ ଦେଶଭକ୍ତି ପାଇଁ କାଳେ କାଳେ ସ୍ମରଣୀୟ ହୋଇ ରହିବେ। ଆପଣଙ୍କ ନିକଟରେ ମୁଁ ମୋର ଶ୍ରଦ୍ଧା ଓ ସମ୍ମାନ ଜଣାଉଛି। ଏହାପରେ ମଞ୍ଚ ଅନ୍ଧକାର ହୋଇଆସିଲା। ନାଟକଟିର ବା ଏକାଙ୍କିକାଟିର ପରିସମାପ୍ତି ଘଟିଲା। ଆସ ତାହେଲେ ଏହି ଏକାଙ୍କିକାର କିଛି ସାରାଂଶ ବିଷୟରେ ଆମେ ଆଜି ଜାଣିବା। ସ୍ୱର୍ଣ୍ଣପ୍ରସୂ ବୀରଭୂମି ଭାରତର ଶିକ୍ଷା, ସଂସ୍କୃତି ଓ ପରମ୍ପରା ଖୁବ୍ ମହାନ ଅଟେ। ଏହାର ସୁନାମରେ ଆକୃଷ୍ଟ ହୋଇ ସୁଦୂର ଗ୍ରୀସ୍ ଦେଶରୁ ଆଲେକଜାଣ୍ଡର ଭାରତ ଅଧିକାର କରିବାକୁ ଆଗେଇ ଆସିଛନ୍ତି। ଦେଶର ରାଜା ତଥା ବୀରମାନଙ୍କ ମଧ୍ୟରେ ଏକତା ନଥିବାରୁ ସେ ଭାରତ ଆକ୍ରମଣ କରିବାକୁ ଆଗେଇ ଆସିଛନ୍ତି। ପୁରୁ କ୍ରୋଧରେ ବିଚଳିତ ହୋଇ ବିବ୍ରତ ହୋଇପଡ଼ିଛନ୍ତି। ଆଲେକଜାଣ୍ଡର ଶତଦ୍ରୁ ନଦୀ କୂଳରେ ପହଞ୍ଚି ନିଜର ସେନାପତି ସେଲୁକାସଙ୍କୁ ନିଜର ମନ କଥା ଜଣାଇଛନ୍ତି। ସେ ପୁରୁ ରାଜାଙ୍କୁ ଆତ୍ମସମର୍ପଣ କରିବାକୁ ସେନାପତିଙ୍କ ହାତରେ ଖବର ପଠାଇଛନ୍ତି। ଆତ୍ମସମର୍ପଣ କରିବା କଥା ଶୁଣି ପୁରୁ ରାଗିଯାଇ ପ୍ରତି ଆକ୍ରମଣ କରିବାକୁ ଚାହିଁଛନ୍ତି। ଦୂତକୁ କହି ପଠାଇଛନ୍ତି ଯେ ସେ ଆଲେକଜାଣ୍ଡରଙ୍କ ସହିତ ଯୁଦ୍ଧ କରିବାକୁ ପ୍ରସ୍ତୁତ। ଦୁଇ ସୈନ୍ୟବାହିନୀ ମଧ୍ୟରେ ଘୋର ଯୁଦ୍ଧ ହେଲା। ଭାରତୀୟ ସୈନ୍ୟବାହିନୀର ହାତୀମାନଙ୍କ ଉପରକୁ ଅସ୍ତ୍ର ପ୍ରୟୋଗ କରିବା ଦ୍ୱାରା ସେମାନେ କ୍ଷତବିକ୍ଷତ ହୋଇ ନିଜ ପକ୍ଷର ସୈନ୍ୟମାନଙ୍କୁ ଦଳି ଚକଟି ପକାଇଲେ। ଏକାକୀ ନିରସ୍ତ୍ର ହୋଇ ରହିଗଲେ ପୁରୁ। ପରାଜିତ ପୁରୁ ରାଜାଙ୍କୁ ବନ୍ଦୀ କରି ଆଲେକଜାଣ୍ଡରଙ୍କ ପାଖକୁ ଅଣାଗଲା। ସ୍ୱାଧୀନ ରାଜ୍ୟର ନରପତି ଭାବରେ ଆଲେକଜାଣ୍ଡରଙ୍କ ଠାରୁ ପୁରୁ ରାଜୋଚିତ ବ୍ୟବହାର ଆଶା କରିଥିଲେ। ତାଙ୍କର ଏହି କଥା କେଇ ପଦରେ ବୀର ଆଲେକଜାଣ୍ଡର ବେଶ ପ୍ରଭାବିତ ହୋଇଗଲେ। ଆଲେକଜାଣ୍ଡର ପୁରୁଙ୍କୁ ବନ୍ଧୁ ଭାବରେ ଗ୍ରହଣ କରି ତାଙ୍କୁ ସମ୍ମାନର ସହିତ ରାଜ୍ୟ ଫେରାଇ ଦେଲେ। ପୁରୁଙ୍କର ଦେଶଭକ୍ତି,
ସାହସିକତା, ବୀରତ୍ୱ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଜଣାଇଥିଲେ ଆଲେକଜାଣ୍ଡର। ଧନ୍ୟବାଦ।